ବୋଉ କଣ କରୁଛ କି? ଅଣ୍ଡା ଛଡେଇ। ଅଣ୍ଡା ଛଡେଇ ଆଜି ଦେଶୀ ଅଣ୍ଡା ସିଝା ହେଇଥିଲା କି? ବୁଧବାର ଦେଶୀ ଅଣ୍ଡା ଚିକେନ। ଦେଖିପାରୁଥିବେ ଏଠି ମୋ ବୋଉ ଆଜି ଅଣ୍ଡା ସିଝା ହେଇଥିଲା। ଆଜି ବୁଧବାର ଅଛି ତ ବୋଉ ଆଜି ଦେଶୀ ଅଣ୍ଡା ନା ବୋଉ ଦେଶୀ ଅଣ୍ଡା ବୋଉ ଆଣିଥିଲା ବାହାର କରିକି ତ ସିଝା ହେଇଛି। ସମସ୍ତଙ୍କ ପାଇଁ ସିଝା ହେଇଛି। ଏଠି ବାପା ଖାଉଛନ୍ତି। ଏଠି ବୋଉ ଛଡେଇକି ବାପାଙ୍କୁ ଦଉଛି। ଆଉ ଏଠି ଜଣେ ଦେଖ ମୋବାଇଲ ଦେଖୁଛି। ସେ ମୋବାଇଲ ଏତେ ବ୍ୟସ୍ତ ଅଛି ଯେ ମାନେ ହଉନି ତା ମୋବାଇଲ ହଉନି। ଏଠି ବାପା ଖାଉ ଆମର ଏବେ ଖାଇବା ଆରମ୍ଭ ହେଇଗଲା। ବୋଉ ବସିଛି ଖାଇବା ପାଖରେ ଆମେ ସବୁ ବସିଛୁ ସବୁ ସାଙ୍ଗ ହେଇକିନା ଖାଇମୁ। ଏଇଟା କଣ ହେଇଛି ବୋଉ? ଡାଲି। ଡାଲି ହେଇଛି। ଏଇଟା ଆମର ଶାଗ ହେଇଛି। ଶାଗ ସହିତ କଞ୍ଚା ଲଙ୍କା ଶାଗରେ ବଢି ପଡିଛି ଆଳୁ ପଡିଛି ବାଇଗଣ ପଡିଛି ସବୁ। ତାପରେ ଏଇଟା ଆମର ହେଇଛି ଏଇଟା ଆମର ଚିକେନ ଟା ହେଇଛି। ଆଜି ଆମେ ଚିକେନ ଯାହା ବୋଉ ଆଜି ରୋଷେଇ କରିଥିଲା ଚିକେନ ଟା। ଏଇଟା ଆମର ସବୁ ସନ୍ତୁଳା ହେଇଛି। ସନ୍ତୁଳା ସକାଳେ ରୁଟି ଖିଆ ପାଇଁ ହେଇଥିଲା ତ ସବୁ ହେଇଛି। ଆମେ ଏବେ ଖାଇବୁ। ଏଠି ଆମେ ସବୁ ଖାଇବୁ ସାଙ୍ଗ ହେଇକିନା। ଦେଖ ବୋଉ କଦଳୀ ବାଡିରେ ଆଜି କାନ୍ଦି ଗୋଟେ ପାଚି ଯାଇଥିଲା ବୋଉ ଆଣିଛି। ଦେଖ କଦଳୀ ଟା ଏଇଖିନା ଆଣିଲୁ ପାଚି ଯାଇଥିଲା। ଗଛ ପାଚଲା ଦେଖ ଏଇଠି କଦଳୀ ଆହୁରି ଅଛି। ଆଉ ଗୋଟେ ବଢିଆ ଜିନିଷ ଦେଖିବ ଗୋଟେ ଇଏ ତ ସବୁବେଳେ ଏଇ କଦଳୀ ତ ମେଞ୍ଚେ ବାହାରିଛି। ଆମର ଗୋଟେ ନୂଆ କଦଳୀ ବାହାରିଛି ଏବେ। କଣ ଥିବ ଏଇଟା? ନାଲି କଦଳୀ ବାହାରିଛି। ଦେଖେଇବ ବୋଉ ଆସୁ ଆଣିକି ଆଣୁ। ଏଇଟା ଗଛରୁ ପାଚି ଯାଇଥିଲା ଏଇ ଯୋଉ ନାଲି କଦଳୀଟା। ଏତିକି ଖାଇ ଦେଇକି ସେଇଠୁ ଆମେ ସବୁ ଦିଟା ତିନିଟା ଖାଇଦେଲୁ। ନୂଆ ବାହାରିଛି ନାଲି କଦଳୀ ତ ବୋଉ ଯାଇଥିଲା ଆଣିଥିଲେ ସେଇଠି ଆମେ ତୋଳି ଖାଇ ଦେଇଥିଲୁ। ଆଉ କେତେ ଅଛି ବୋଉ? ଅଳ୍ପ ଅଛି। ବଢିଆ ଟେଷ୍ଟ ଲାଗୁଛି। ଏଇଟା ଦେହ ପାଇଁ ବହୁତ ଭଲ। ଏଇ କଦଳୀ ଟା ଖାଇନେ। ଏଠି ଆଜି କଦଳୀ ଆସିଛି। ତାପରେ ବୋଉ ଆମର ଯୋଉ ଚିକେନ କଷା ହେଇଗଲାଣି ନା ଚିକେନ କଷା ହେଇଗଲାଣି ଚାଲ ଖାଇବା। ଆମର ଚିକେନ କଷା ଆସିଗଲା। କିଏ ଖାଇବ ଚିକେନ କଷା? ତମେ ଖାଇବ? ଆମର ଚିକେନ କଷା ହେଇଗଲା। ଏଇଖିନା ଟିକେ ଚିକେନ ଖାଇଦବୁ ସମସ୍ତେ ମିଶିକି ଖଣ୍ଡେ। ଆସ କେମିତି ଲାଗୁଛି ବାବୁନ? ଟେଷ୍ଟ ଲାଗୁଛି? ପୁରା ଟେଷ୍ଟ ଲାଗୁଛି। ବୋଉ ଖାଇ ଖଣ୍ଡେ କହିଲେ କେମିତି ଲାଗୁଛି? କଣ ଲାଗୁଛି? ଭଲ ଲାଗୁଛି? ଭଲ ଲାଗୁଛି। ଆମେ ଖାଇସାରୁ ପୁଣି ଦେଖାହବ ପୁଣି ଆଉ ଗୋଟେ ଭିଡିଓରେ। ଆଉ ତ ଦେଖିପାରୁଥିବେ ଏଇ ସବୁ କଦଳୀ କାନ୍ଦି ବାହାରିଛି ଆମ ବାଡିରୁ। ଏତିକି କାନ୍ଦି ଦୋକାନକୁ ଯାଉଛି ବିକ୍ରି କରି। ପ୍ରତ୍ୟେକ ଦିନ କଦଳୀ ବାହାରିଛି। ଏଠି କଦଳୀ ଉଠା ହଉଛି। ମୁଁ ଯୋଉ କଥା କହୁଥିଲି ଆମ ପୁଅ ଜାଣିଥିବ ସବୁ ଗଛ ଯୋଉ ଦେଖାଏ ତା ହାତରେ ପତ୍ର ଲଗେଇଦେନେ ସେ ଗଛ ହେଇଯାଏ। ଇଏ ହଉଛି ସେ ମାନେ ଯାହା ଲଗେଇଦବ ସେ କଞ୍ଚେଇକି ଯେମିତି ହେନେ ଏତିକି କଦଳୀ ଯାଉଛି। ଆହୁରି ଅଛି କଦଳୀ ମୁଁ ଦେଖଉଛି। ଇଏ ଗଲା ଏତିକି ଦୋକାନକୁ ସହମତି ପାଇଁ। ଏତିକି ଗଲା ଏବେ ଦୋକାନକୁ। ମୁଁ ଆହୁରି କଦଳୀ ଦେଖଉଛି ଅଛି ଏଠି। ଚାଲନ୍ତୁ ଦେଖିବା। ଏସବୁ କଦଳୀ ବାହାରିଛି ଏଠି ଦେଖିପାରୁଥିବେ। ଏସବୁ କଦଳୀ ଅଛି। ଏସବୁ ଯିବ ଦୋକାନ ଶାମ୍ବ ଦଶମୀ ପାଇଁ। ମୁଁ ଦେଖେଇବି ଆମର ଯୋଉ ପ୍ରତ୍ୟେକ ଗଛ ଦେଖିବେ କି ଯେତିକି ଗଛ ଅଛି ସବୁ ଏବେ କାନ୍ଦି ବାହାରିଛି। ଯଦି ଦେଖେଇବି କି ସବୁ ଗଛରେ କାନ୍ଦି ବାହାରିଛି। ଯେତିକି କଦଳୀ ଗଛ ଅଛି ସବୁ ଗଛରେ କାନ୍ଦି ବାହାରିଛି। ମୁଁ ଦେଖେଇବି ଆଉ ଗୋଟେ ଭିଡିଓ କରିବି ପୁରା ଫୁଲ ଯେତିକି ଗଛ ଅଛି ସବୁ କଦଳୀ କାନ୍ଦି ଦେଖେଇବି। ଦେଖନ୍ତୁ ଏଠି ଆମର କଦଳୀ କାନ୍ଦି ବାହାରିଛି ଗଛରେ। ସେ ଭିତରେ ଗୋଟେ କଦଳୀ କାନ୍ଦି ବାହାରିଛି। ତାପରେ ସେଠିକି ଯିବା ଭିତରେ ଏଇ ଲାଇନ ପ୍ରତ୍ୟେକ ଲାଇନରେ ଯିବା। ଗୋଟେ ଗଛକୁ ଛାଡିଦେଲେ ଆମର ଏଠି କଦଳୀ ସବୁ ଗଛରେ ବାହାରି ଯାଇଛି। ପୁଣି ତା ତଳେ ସବୁ କଦଳୀ ଗଛ ବାହାରିଛି ଦେଖୁଥିବେ। ସେ ସାନି ନୂଆ ହଉଛି। ତ ମୁଁ ଆଉ ଦିନେ ଦେଖେଇବି ଆମ କଦଳୀ ବାଡିଟା ଦେଖେଇବି। ସବୁ ଗଛ ଦେଖେଇବି। ଦେଖନ୍ତୁ ପୁଣି ଘରୁ ବାହାରିଲା ଏ ସବୁ ପାଚିଲା କଦଳୀ ବାହାରିଲା ସବୁ ଆସିଛି ଏବେ। ଏ ସବୁ ଦୋକାନକୁ ଯିବ ଶାମ୍ବ ଦଶମୀ ପାଇଁ। ଆମର କଦଳୀ କିଣିବାକୁ ପଡୁନି। ଆମ ଦୋକାନରେ ଯେତିକି ସବୁ ଓଷା ବାର ପଡୁଛି ସବୁ କଦଳୀ ତ ପ୍ରତ୍ୟେକ ଦିନ ତ ବାହାରୁଛି କଦଳୀ ସବୁ ବାହାରୁଛି। ମହାଶୟ ତମେ ବିକ୍ରି କରିବାକୁ ନବ ନା କଣ? ସେ ଗୋଟେ ନେଲାଣି ତାର ଖାଇବ ବୋଲି। ନାଲି କଦଳୀ ବା ଖାଇଲୁ। ଏଇ ଗାଡି ଥୋଇକି ଏଇଖିନା ଆଇଲା। ଗୋଟେ ହେଲେ ନେଇକି ଗଲା। ପୁଣି ଏଇଖିନା ନବ ଯେତିକି କଦଳୀ ଥୁଆ ହେଇଛି। ଏଇ ସବୁ କଦଳୀ ଯେତିକି ଥୁଆ ହେଇଛି ଏଇଖିନା ପୁଣି ଆଉ ଥରେ ଯିବ ଲୋଡ ହବ।
ପୁଣି ଗୋଟେ ଅଲଡ଼ ଗଲା, ଏଇ କଦଳୀ ଗଲା, ପୁଣି ଏଇଖିନା ଗଲା, ଏଇଖିନା କଦଳୀଟା ଦୋକାନ ଫାଷ୍ଟ ଗୋଟେ ଥର ଯାଇଥିଲା, ପୁଣି ଏଇଖିନା ଗଲା, ଆହୁରି ଅଛି ବାହାରିବ କଦଳୀ। ଇଏ ହଉଛି ଆ ବିଷୟରେ ତ କହିଛି ସବୁବେଳେ ଆଉ, ଗଛର ଆ ସହିତ ଟିକେ କନେକ୍ସନ ଅଧିକା ଅଛି ଆଉ। ତାପରେ ଆଉ ଗୋଟେ କଥା ଆଜି ଦେଖଉଛି, ମୋ ବୋଉ ଆଜି ଦିଟା କଣ ବୋଉ ଏଇଟା କଖାରୁ ଆଣିଛି। ଆମର ଯୋଉ ଶୀତ ଦିନ ହେଲାଣି, ଧାନ କଟାକୁଟି ସବୁ ସରିଗଲାଣି, ତ ଏବେ ବଢି ହବ, କିଣା ହେଇକି ବିରି ଆସାଇଲାଣି ନା, ବିରି ଆସାଇଲାଣି, ସବୁ ଆସାଇଲାଣି, ଆମର ବଢି ପରାଯିବ। ତ ଦେଖନ୍ତୁ ବୋଉ ଏଇଖିନା କଖାରୁ ଆମ ବାଡିରେ ହେଇଥିଲା, ଆମର କିଛି କିଣିବାକୁ ପଡେନି, ମାନେ ସବୁ ଅଳ୍ପ ହଉ କି ବହୁତ ହଉ ସବୁ ମ୍ୟାନେଜ ହେଇଯାଏ ଆମ ବାଡିରୁ। ତ ଦେଖନ୍ତୁ ଏଠି ବୋଉ ଆସିକି ଦିଟା କଖାରୁ ଆଣିଛି, ଖରାରେ ଥୋଇଛି, ଏ ଗଲେ 4-5 ଦିନ ଖରାରେ ଥୁଆ ହେଇଛି, ଆମ ଘର ମାନିଆ ହେଇଯିବ। ଏଇ ଦିଟା କୋଉଦିନ ଇଏ କଲୁ, ଆଜି ସକାଳୁ ଆଣିକି ଖରାରେ ଥୋଇଛି। ଆଉ ବଢି ପରା ଯିବ, ବଢି ପରା ହେଲେ ଦେଖାଯିବ ଭିଡିଓରେ ଆଉ। ଇଏ ବାଚାଳ ବସିଛନ୍ତି, ବାଚାଳ ଆମର କିଛି ଜାଣିନାହାନ୍ତି, ବୋଧେ ନିଦରୁ ଉଠିଛନ୍ତି, ବୋଧେ ନିଦରୁ ଉଠିଛ କି, ଉଠିଛ କି? ହଁ କହୁନ, ଉଠିଛ କି? ଏଠି ମୋ ବୋଉ ଧରିକି ବସିଛି, ସକାଳୁ କିଛି କାମ କରେଇ ଦଉନି, କହୁଛି ମତେ ଯିଏ ହେନେ ଜଣେ ଧରିକି ବସ, ଯିଏ ହେନେ ଜଣେ ଧରିକି ବସ। ଯେତିକି ଅଛନ୍ତି ସମସ୍ତେ ଘଣ୍ଟେ ଘଣ୍ଟେ ଲେଖା କାମ, ଯେଝା କାମ ସାରି ଦେଇକି ତା କାମ ଆଗେ ବ୍ୟସ୍ତ, ତାକୁ ଯେମିତି ହେନେ ଜଣେ ଧରିବାକୁ ପଡିବ। ହାଏ ଏ ଚିଙ୍ଗଡା, ଧନ ଧନରେ ଟାଟା ଟାଟା। ସେ ଜାଣିନି କ୍ୟାମେରାଟା ପଡିଛି ନା, ସେ କିଛି ଆକ୍ସନ କରିଦିଅନ୍ତାନି ଏତେବେଳକୁ। ତାକୁ ଯାହା ପଚାରି ହୁଁ, ମୁଣ୍ଡକୁ ହଲେଇ ଦବ, ନହେଲେ ହୁଁ କହିଦବ, ଯାହା ଗୋଟେ ଦେଖେଇବ। ଟାଟା କରିଦେଲ ଟିକେ, ଟାଟା ଟାଟା। ହଉ ଏବେ ଯିବା। ଆସିଛି ଏଇଟା କୁଟା ଆସିଛି ନା, ଏତିକି ଗଦା ଦିଆ ହେଇଛି। ତୁ ଗଦା ଦବୁ କି, ଗଦା ଦବୁ, କୁଟା ଗଦା ଦବୁ, କୁଟା ଗଦା ଦବୁ, ଯାଉନ ଏଇଠି ଆସିବ। ନା ଗାଡିଟା ଭିତରେ ପଶିଯାଇଛି ନା, ଆମର ବୁଲା ହବ, ବୁଲା ହେଇକି ଏଟା ଢଳା ହବ। ହଁ ଗାଡିଟା ବୁଲିଗଲାଣି। ଗଛଟା ଖସିଗଲା, ତ ଯାହାକୁ ଆଖ କରୁଛୁ। ଦେଖିଆ କେମିତି କରୁଛନ୍ତି। ପଡେ ପଡେ ନା ଆଉ ଜଣେ
ହାତୀ ଅଛି ନାଇଁ କି? ଆଉ ଜଣେ କେତେ ଚିଲେଇକି ଆଣିଛି। ଏରା କଷି ପିଜୁଳି ହେଇଥାନ୍ତା, ବନିଥାନ୍ତା, ସବୁ ଇଏ ହେଇଗଲା। କାହିଁ ପିଜୁଳି ନା, ଇଏ କଷି ପିଜୁଳି। ଲେମ୍ବୁ ଲେମ୍ବୁ ଗଛଟା ବୋଉ ଇଏ ହେଇଯାଇଛି। ଗଛଟା ବଙ୍କିଯିବ। ଗୋଟେ ବନିଲା ପିଜୁଳି ହେନେ ପାଆନ୍ତି ମୁଁ। କିଏ କିରେ? ବାବା ଧନ କି? ମୋ ବାବା ଧନ ଲୁଚି ଯାଉଛି ରେ, ଲୁଚି ଯାଉଛି ରେ ମୋ ବାବା ଧନ। କିଏ ସେ? ଟାଟା କର। ଡ୍ୟାନ୍ସ କରିଦେଲ ବାବା।